नमस्कार, जय जगन्नाथ। ମୁଁ ଅବିନାଶ ସ୍କିଲ୍ ୱାର୍ଡ ଏଜୁକେସନକୁ ଆପଣଙ୍କୁ ସ୍ୱାଗତ କରୁଛି। ଆସନ୍ତୁ ଆରମ୍ଭ କରିବା ଆଜିର 10ଟି କରେଣ୍ଟ ଆଫେୟାର୍ସ। ପ୍ରଥମ ପ୍ରଶ୍ନ, ପ୍ରତିବର୍ଷ କେଉଁ ତାରିଖରେ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଏ? ଏହାର ସଠିକ ଉତ୍ତର ହେଉଛି ଜୁନ୍ 14। ଦ୍ୱିତୀୟ ପ୍ରଶ୍ନ, ନିକଟରେ ଇରାନର ପରମାଣୁ ଗବେଷଣା କେନ୍ଦ୍ର ଉପରେ ଇସ୍ରାଏଲ ଆକ୍ରମଣ କରିଛି। ଇସ୍ରାଏଲର ଏହି ଅପରେସନର ନାମ କ'ଣ? ଏହାର ସଠିକ ଉତ୍ତର ହେଉଛି ଅପରେସନ ଲୟନ। ତୃତୀୟ ପ୍ରଶ୍ନ, ନିକଟରେ ଓଡ଼ିଶାର କେଉଁ ଜିଲ୍ଲାରେ ଡାଇରିଆ ଦ୍ୱାରା 700ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି? ଏହାର ସଠିକ ଉତ୍ତର ହେଉଛି ଯାଜପୁର। ଚତୁର୍ଥ ପ୍ରଶ୍ନ, ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପ୍ 2025ରେ ଓଡ଼ିଶାର କେଉଁ ଖେଳାଳି 200 ମିଟର ରନିଂ ରେସ୍ରେ କାଂସ୍ୟ ପଦକ ଜିତିଛନ୍ତି? ଏହାର ସଠିକ ଉତ୍ତର ହେଉଛି ଅନିମେଶ କୁଜୁର। ପଞ୍ଚମ ପ୍ରଶ୍ନ, ରଜ ସଂକ୍ରାନ୍ତିକୁ ଅନ୍ୟ କେଉଁ ନାମରେ ମଧ୍ୟ ଜଣାଯାଏ? ଏହାର ସଠିକ ଉତ୍ତର ହେଉଛି ମିଥୁନ ସଂକ୍ରାନ୍ତି। ଷଷ୍ଠ ପ୍ରଶ୍ନ, ଜର୍ମାନୀରେ ଚାଲିଥିବା ISSF ବିଶ୍ୱକପରେ ଭାରତର କେଉଁ ମହିଳା ସୁଟର 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି? ଏହାର ସଠିକ ଉତ୍ତର ହେଉଛି ସୁରୁଚି ଇନ୍ଦର ସିଂ। ସପ୍ତମ ପ୍ରଶ୍ନ, କେଉଁ ଦେଶ 2000 ବର୍ଷ ପୂର୍ବେ ବୌଦ୍ଧ ଧର୍ମର ଆଗମନକୁ ମନେ ପକାଇବା ପାଇଁ ପୋଷଣ ପୋୟା ପର୍ବ ପାଳନ କରୁଛି? ଏହାର ସଠିକ ଉତ୍ତର ହେଉଛି ଶ୍ରୀଲଙ୍କା। ଅଷ୍ଟମ ପ୍ରଶ୍ନ, ଭାରତର କେଉଁ ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ଦେଶର ପ୍ରଥମ ଅଣ୍ଡର ୱାଟର ମ୍ୟୁଜିୟମ ଏବଂ ଆର୍ଟିଫିସିଆଲ କୋରାଲ ରିଫ ସ୍ଥାନ ବିକଶିତ ହେବାକୁ ଯାଉଛି? ଏହାର ସଠିକ ଉତ୍ତର ହେଉଛି ମହାରାଷ୍ଟ୍ର। ନବମ ପ୍ରଶ୍ନ, ଚିତାବାଘ ସଂଖ୍ୟା ଅଧିକ ଥିବାରୁ କେଉଁ ଭାରତୀୟ ସହରକୁ ସମ୍ପ୍ରତି ଦେଶର ଚିତାବାଘ ରାଜଧାନୀ ଘୋଷଣା କରାଯାଇଛି? ଏହାର ସଠିକ ଉତ୍ତର ହେଉଛି ବେଙ୍ଗାଲୁରୁ। ଦଶମ ପ୍ରଶ୍ନ, 2025-26 ଆର୍ଥିକ ବର୍ଷରେ ଭାରତ ପାଇଁ ବିଶ୍ୱ ବ୍ୟାଙ୍କର ସଂରକ୍ଷିତ GDP ଅଭିବୃଦ୍ଧି ପୂର୍ବାନୁମାନ କେତେ? ଏହାର ସଠିକ ଉତ୍ତର ହେଉଛି 6.3%। ତ ଏହି ଥିଲା ଆଜିର ଦେଶ ବିଦେଶ ଓ ରାଜ୍ୟର 10ଟି ବଛା ବଛା କରେଣ୍ଟ ଆଫେୟାର୍ସ। ଆମ ଚ୍ୟାନେଲର ଉଦ୍ଦେଶ୍ୟ ଆପଣଙ୍କ ଏକ୍ଜାମ ପ୍ରିପାରେସନକୁ ଆହୁରି ଉନ୍ନତ କରିବା। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ପାଇଁ ଚ୍ୟାନେଲକୁ ଆଜି ହିଁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅନ୍ତୁ ଏବଂ ନିମ୍ନରେ ଆପଣଙ୍କ ମତାମତ ଅବଶ୍ୟ ଲେଖନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।